ବେଆଇନ ବାଲି ବୋଝେଇ ହାଇବା ଅଟକାଇଲେ ଗ୍ରାମବାସୀ। ବାଲିପାଟଣା ଥାନା ଅଧୀନ ସୋମଣା ଶାସନ ରାସ୍ତାରେ ଆଜି ପୂର୍ବାହ୍ନରେ ବେଆଇନ ଭାବେ ଚାଲାଣ ହେଉଥିବା ଏକ ବେଆଇନ ବାଲି ବୋଝେଇ ହାଇବାକୁ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଅଟକାଇଥିଲେ। ବାଲି ଗାଡ଼ି ଯାତାୟାତ କରିବା ଦ୍ୱାରା ରାସ୍ତା ଏବଂ କେନାଲ ବନ୍ଧ ରାସ୍ତା ନଷ୍ଟ ହେଉଥିବାରୁ ବାଲି ଗାଡ଼ି ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରି ରାସ୍ତା ଅବରୋଧ କରିଥିଲେ। ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଗାଁ ଲୋକେ ବାଲି ବୋଝେଇ ହାଇବା ଜବତ କରି ରଖିଥିଲେ। ବାଲିପାଟଣା ଥାନା ଅଧିକାରୀ ଏବଂ ଖୋର୍ଦ୍ଧା ଖଣି ବିଭାଗକୁ ଫୋନ କରି ଜଣାଇଥିଲେ ମଧ୍ୟ, ହେଲେ କୌଣସି ଅଧିକାରୀ ପହଞ୍ଚି ନଥିଲେ। ଅଧିକାରୀ କେହି ନ ଆସିବାରୁ ଶେଷରେ ଗାଁ ଲୋକେ ହାଇବା ଛାଡ଼ିଦେବାକୁ ବାଧ୍ୟ ହୋଇଥିଲେ। ଝିଁଟି ଚୋରାଘାଟରୁ ଉକ୍ତ ବାଲି ଚାଲାଣ ହେଉଥିବା ଜଣାଯାଇଛି। ବାଲିଅନ୍ତାରୁ ପ୍ରକାଶ କୁମାରଙ୍କ ରିପୋର୍ଟ, ଦି କେ ନ୍ୟୁଜ୍ 10।